हाँ आज्ञा हाँ मैडम 6000 वाला हाँ 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 जाइए हाँ हाँ ठीक अच्छे मैडम। ସରକାର ସୁରକ୍ଷା ପାଇଁ ବାଡ଼ ଦେଲେ ହେଲେ ବାଡ଼ ଫସଲ ଖାଇବାରେ ବ୍ୟସ୍ତ ତାହା ପୁଣି ଖୋଦ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ। ହଁ ଆଜ୍ଞା ଦେଖନ୍ତୁ ଏ ମ୍ୟାଡାମକୁ ଆପଣଙ୍କ ଡିସପ୍ଲେରେ ଦେଖାଯାଉଛି, ଟିକେ ଭଲ କରି ଦେଖନ୍ତୁ ଆଉ ମନେ ପକାନ୍ତୁ। ଏ ହେଉଛନ୍ତି କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଚମ୍ପୁଆ ଫରେଷ୍ଟର ସୁନିତା ବାଘେଲ। ବର୍ତ୍ତମାନ ବଦଳି କରି ଯାହାଙ୍କୁ ମୁଖ୍ୟାଳୟକୁ ଦିଆଯାଇଛି। ମ୍ୟାଡାମ କାଳେ ଜଣେ ସରକାରୀ କର୍ମଚାରୀ ଆଉ ପୁଣି ଫରେଷ୍ଟ ଅଫିସର। ତାଙ୍କ କାମ କାଳେ ଆମେ ତ ଜାଣିନୁ, ସେ ଜାଣିଥିବେ। ଯାହା କୁହାବୋଲା ହେଉଛି ସେ ଗଛ ଜଙ୍ଗଲ ସୁରକ୍ଷା ସଠିକ ଦାୟିତ୍ୱରେ ସୁରକ୍ଷା ଦେବେ, ମାଫିଆଙ୍କ କବଳରୁ ରକ୍ଷା କରିବେ ଜଙ୍ଗଲ ଓ ପରିବେଶ। ତେଣୁ ତାଙ୍କୁ ସରକାର ନିଯୁକ୍ତି ଦେଇଛନ୍ତି, ପୁଣି ମୋଟା ଅଙ୍କର ଦରମା ଦେଉଛନ୍ତି ଯାହା ଲୋକେ କୁହନ୍ତି। କାରଣ ଆମେ ତ ଜାଣିନୁ, କିନ୍ତୁ ମ୍ୟାଡାମକୁ ଟଙ୍କା ଅଣ୍ଟେ ନାହିଁ। ଯାହା ତାଙ୍କ ଦାନ୍ତ ବିନ୍ଧୁଛି, ଭଲ ହେଉନି, ସେ କହୁଛନ୍ତି ମେଡିକାଲ ଖର୍ଚ୍ଚ ଅଛି ଇତ୍ୟାଦି ଇତ୍ୟାଦି। ତେଣୁ ତ ମ୍ୟାଡାମ ବ୍ରଶ କିମ୍ବା ବଜ୍ରମୂଳି କାଠିରେ ଦାନ୍ତ ଘଷନ୍ତି ନାହିଁ, ସିଧା ୟୁକାଲିପଟାସ ଆଉ ଆକାଶିଆ ଗଛ ତାଙ୍କ ପାଇଁ ସାହା ଭରସା। ତେଣୁ ତ ମ୍ୟାଡାମ କାଠ ମାଫିଆଙ୍କ ସହ ବଡ଼ ବଡ଼ ଡିଲ୍ କରିବା ସହିତ ତାଙ୍କ ସହିତ ବନ୍ଧୁତ୍ୱ ବଢ଼ାଇଛନ୍ତି। କହି ରଖିବୁ କାଠ ବେପାରୀଙ୍କୁ ଟଙ୍କା ଲାଞ୍ଚ ମାଗୁଥିବା ବେଳେ ଅଡିଓ ଭାଇରାଲ, ଯାହା କେନ୍ଦୁଝର ଜିଲ୍ଲା ଚମ୍ପୁଆ କେନ୍ଦୁଝର ବନଖଣ୍ଡ ଚମ୍ପୁଆ ଫରେଷ୍ଟର ସୁନିତା ବାଘେଲଙ୍କୁ ବଦଳି କରି ମୁଖ୍ୟାଳୟକୁ ଦିଆଯାଇଛି। କାଠ ବେପାରୀ ଠାରୁ ଟଙ୍କା ଲାଞ୍ଚ ମାଗିବା ଅଭିଯୋଗ ଆସିବା ଜଣାପଡ଼ିବା ପରେ ଏକ ଭାଇରାଲ ଅଡିଓ ଆଧାର କରି ଏଭଳି ପଦକ୍ଷେପ ନିଆଯାଇଛି। ଚମ୍ପୁଆ ବନାଞ୍ଚଳରେ ଶାଳ, ପିଆଶାଳ, ଶାଗୁଆନ, ୟୁକାଲିପଟାସ ଓ ଆକାଶିଆ ଗଛ ଚୋରି ହେଉଥିବା କାଠ ମାଫିଆମାନେ ଗଛ କାଟୁଥିବା ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ମ୍ୟାଡାମଙ୍କ କାଠ ମାଫିଆଙ୍କ ସହିତ ପାରିବାରିକ ସମ୍ପର୍କ କାଳେ ଭାରି ନିବିଡ଼। ତେଣୁ ତ ମାଫିଆଙ୍କ ସ୍ତ୍ରୀ ଦେହ କଥା ମ୍ୟାଡାମଙ୍କର ଭାରି ଚିନ୍ତା। ତେଣୁ ତ କାଠ ମାଫିଆଙ୍କୁ ଫରେଷ୍ଟର ସୁନିତା 8000 ଟଙ୍କା ମାଗିବା ଏବଂ ଜଣେ ପାଟଣା ରେଞ୍ଜରେ କାର୍ଯ୍ୟରତ କରୁଥିବା ଜଣେ ଗାଡ଼ି ଚାଳକଙ୍କ ଫୋନ ପେକୁ ଟଙ୍କା ପଠାଇବାକୁ କହୁଛନ୍ତି। ଏହାର ଏକ ଅଡିଓ ଭାଇରାଲ ହେଉଛି। ଅନ୍ୟପଟେ ଏ ସମ୍ପର୍କରେ ଡିଏଫଓ ଧନରାଜ ଏଚଡି ଏହି ଅଡିଓ ଘଟଣାକୁ ନେଇ ଫରେଷ୍ଟର ସୁନିତାଙ୍କୁ ସେଠାରୁ ହଟାଇ ମୁଖ୍ୟାଳୟକୁ ଅଣାଯାଇଛି। ଉକ୍ତ ଘଟଣାରେ ତଦନ୍ତ କରାଯିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ଦେଖିବାକୁ ବାକି ରହିଲା କିପରି କେବେ ନେଉଛନ୍ତି କାର୍ଯ୍ୟାନୁଷ୍ଠାନ। ବ୍ୟୁରୋ ରିପୋର୍ଟ, ଓଡ଼ିଶା ନ୍ୟୁଜ ଟିଭି। हाँ आज्ञा हाँ ଆଜ୍ଞା କଣ କରିବା ମ୍ୟାଡମ କୁହନ୍ତୁ। हाँ आपको तो कहली ये कर दियंतु बोली कह दियंतु। ହଁ ଯେ से ମ୍ୟାଡମ लोक कौन कहूची ହଁ ମ୍ୟାଡମ से लोक कौन कहला ସେ ଲୋକ ତ ଆଜ୍ଞା ସେମାନେ ସେଠି ଅଛନ୍ତି ଯେ ମୁଁ ଏ ଚମ୍ପାରୁ ଘରକୁ ଜଷ୍ଟ ପହଞ୍ଚିଛି। ତ କେତେ ତୁ ମ୍ୟାଡମ ବଞ୍ଚୁ ନାହିଁ ପଇସା ଟିକେ ସେଇଥିପାଇଁ କହୁଥିଲି ଆଜ୍ଞା। अरे शुणु सेमती कहले हम कि कहतु ना एटा ना से आकाश से गुड़ाक से गाप तो हूँ ना नहीं कहतु सेमती देखले हम कि ଦେଖନ୍ତୁ ମ୍ୟାଡମ ମାନେ ବିଲକୁଲ ଆମେ ବି 2 ପଇସା ପାଇ ପାରିଲୁନି। ସେଇ ଆପଣ ବି କହିବେ ଆପଣଙ୍କର ଅନୁସାରେ ଟିକେ କୁହନ୍ତୁ। ଦେଖନ୍ତୁ ଆମ ବଞ୍ଚିଲେ ଦେଖନ୍ତୁ ଯୋଉ ବଞ୍ଚିଲେ ବିଲକୁଲ ଆମେ କେବେ କହୁଥିଲୁ ଆଜ୍ଞା। ସେଇଥିପାଇଁ କହୁଛି ମ୍ୟାଡମ, ନା କହିବା କଥା ନାହିଁ। ତାକୁ କହିଦିଅନ୍ତୁ 2 କେତେ କମେଇ ନେଇକି 8 କେତେ ପଠେଇ ନା କି 8000 ପଠେଇ ଦିଅନ୍ତୁ 8 ଛା କରନ୍ତୁ ସେଇଆ କରନ୍ତୁ। ହେଲା କହିଦିଅନ୍ତୁ ଏବେ କରିଦଉ। ହଁ ଠିକ ଅଛି ମ୍ୟାଡମ 6000 ପଠେଇ ଦଉଛି ମ୍ୟାଡମ। ପୁଣି ଆହୁରି ନାଇଁ ମ୍ୟାଡମ ଦେଖନ୍ତୁ ବଞ୍ଚିଲେ ନା ଆମରି ବଞ୍ଚୁ ନାହିଁ ସେଇଥିପାଇଁ କହୁଛି ମ୍ୟାଡମ। କିନ୍ତୁ ଶୁଣନ୍ତୁ ଇଏ ଯାହା କଲେ କିନ୍ତୁ ଆଉ ଯୋଉ ଯାହା ଯୋଉଟାରେ ସେମିତି କରିବେନି ହେଲା। ତାର ରେଟ୍ ଅଲଗା, ସେ ଗାରେ ସେମିତି କରିବେନି। ଠିକ ଅଛି ମ୍ୟାଡମ 6000 ପଠେଇ ଦଉଛି ମ୍ୟାଡମ। ପଠେଇ ଦିଅନ୍ତୁ। ହଁ ଠିକ ଅଛି। ଅଛି ଶୁଣନ୍ତୁ ଭଲ ମନ୍ଦ ସମସ୍ତଙ୍କର ଅଛି, ଅସୁବିଧା ଦେଖନ୍ତୁ ସମସ୍ତଙ୍କର ଅଛି। ଏଇଟା ଅସୁବିଧା ବୋଲିକି ତ ଆପଣଙ୍କୁ ଦେଇ ପାରିତେନି, କିନ୍ତୁ କୋଣସାଡେ କିଛି ଗୋଟେ କରିହେଲାନି ମ୍ୟାଡମ ନା। ନାଇଁ ମୁଁ ସେଟା କହୁନାହିଁ, ଅସୁବିଧା ସୁବିଧା ମୋର ବି ଅଛି ଆଜ୍ଞା, ସମସ୍ତଙ୍କର ଅଛି। ମୁଁ କହୁନାହିଁ କାହାର ନାହିଁ ବୋଲି। କିନ୍ତୁ ଆଜିକାଲି ଦେହ ପା ଗୋଟେ ଏମିତି ଜିନିଷ, ଖରାପ ହେଲା ମାନେ ପଇସା ଧୁମାଳ ଖର୍ଚ୍ଚ ହେଲା।
ଆମେ ତ ଶୁଣନ୍ତୁ ମୁଁ ତ ଗୋଟେ ସଂସ୍ଥାରେ ଅଛି ମାନେ ସମସ୍ତଙ୍କୁ ନେଇ ଦେଇକି କାର ଭଲ ମନ୍ଦ ସମସ୍ତଙ୍କୁ ବୁଝତେ ପଡୁଛି ମତେ ହଁ ହଁ ନା ହଁ ଠିକ ଅଛି ମ୍ୟାଡାମ। ସେଇଟା ଇଏ ନୁହେଁ ମୁଁ ସେମିତି ଏତେ ଇଏ ନୁହେଁ କିନ୍ତୁ ଯୋଉଟା ଜେନୁଇନ ଯୋଉଟା ଇଏ ହିସାବରେ ସେମିତି କରିବେନି ଯୋଉଟା ସେମିତି କରିବେନି ହେଲା ଠିକ ଅଛି ମ୍ୟାଡାମ। ଆଉ ଇଏ ଲଗେଇଲେ କହିବେ ନିହାତି ଅସୁବିଧା ପାଇବେ ନହେଲେ ସାଙ୍ଗେ ସାଙ୍ଗେ ମତେ ଶୁଣନ୍ତୁ ଜଣେଇବେ ମ୍ୟାଡାମ ଆଗ କହୁଛି ଯୋଉଠି ହେଲେ କଲେ ମୁଁ କହିବି ନା ନାଇଁ କହୁଛି ସେ ଆଉ ସେ କଥା କହିକି ଏମିତି କହୁଛି ନା। ପକେଇକି ରଖନ୍ତୁନି ଭଲ ନାହିଁ ହଁ, ଗୋଟେ କୁହନ୍ତୁ ନା ଏଟା ଯୋଉ ପକେଇକି ରଖିଛନ୍ତି କଣ କରିବା ଗାଡି ମିଳୁନି ପୁରା ସେଇ ଗାଡି ସିଜ ହେଲା ବେଙ୍ଗଲ ଗାଡି ଯାଇପାରୁନି ସେଥିପାଇଁ ରହିଯାଇଛି ଆଜ୍ଞା। ରଖନ୍ତୁନି ସେମିତି ଅସୁବିଧା ରଖନ୍ତୁ ହବ ନାହିଁ କହିଲେ କଣ କରାଯିବ ମ୍ୟାଡାମ ତାକୁ ପଡିଛି ଆପଣ ଦେଖି ଆସିଛନ୍ତି। ମୁଁ କାଲି ଗଲି ଦେଖି ଆସିଲି ସେମିତି ନାହିଁ ମତେ ଅସୁବିଧା ସେଗୁଡା ମତେ ବି ଅସୁବିଧା ଆପଣଙ୍କୁ ବି ଅସୁବିଧା ନା ଆଜ୍ଞା ହୁଁ ଆଜ୍ଞା ସେଟା କୋଉଦିନ ଗୋଟେ କାଲି ପରଦିନ ବ୍ୟବସ୍ଥା କରନ୍ତୁ ନା ହଁ ଠିକ ଅଛି ଆଜ୍ଞା। ହୁଁ ବ୍ୟବସ୍ଥା କରନ୍ତୁ ଗାଡି ମିଳିଗଲେ ଲୋଡ କଲେ ଆପଣଙ୍କୁ କଲ୍ କରିବେ ଆଜ୍ଞା। ହୁଁ ଏଇଟା ଠିକ ଏଇନା ଅଛି କରିଦିଅନ୍ତୁ ନା ଆଜ୍ଞା। ଠିକ ଅଛି ହଁ ମ୍ୟାଡାମ ହଁ ବୋଲ ଏଇ ନମ୍ବର ଦେଲେ କି ନାଁଟା କଣ ଆଜ୍ଞା ନାଟା ଆଜ୍ଞା ଏଇ ଯୋଉ ଏମଡି ୱାସିମ ବାହାରୁଥିବ ଦେଖନ୍ତୁ ନା ଆଜ୍ଞା ଏମଡି ହଁ ହଁ ୱାସିମ ବାହାରୁଥିବ ହଁ 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 ସେ ନମ୍ବରଟା ଠିକ ଅଛି ମ୍ୟାଡାମ। ବାହାରୁଛି ନା ହଁ ମୋ ହଁ ନମ୍ବର ଡାକିବି ମ୍ୟାଡାମ ଡାକିବି ନମ୍ବରଟା ହଁ ନମ୍ବର ଡାକି ଦିଅନ୍ତୁ। ରୁହନ୍ତୁ ଡାକିଦେଉଛି। 8658 8658 427 427 831 831 ହୁଁ ହଁ ଠିକ ହଁ ମ୍ୟାଡାମ ଏଇ ନମ୍ବରଟା ନି ଠିକ ଅଛି ଠିକ ଅଛି ତ ହଁ ଠିକ ଅଛି ହଁ ଆଉ ଦେହ ଭଲ ଅଛି ଘରେ ହଁ ମ୍ୟାଡାମ ମୁଁ ନେଇକି ପଳେଇ ଆସିଛି। ଭଲ ଠିକ ଠାକ ତ ହଁ ଏଇ ଦାନ୍ତ ବଥା ମ୍ୟାଡାମ ଆଉ କଣ କରିବା ଦାନ୍ତକୁ ତ ଆଉ କିଛି କରିହବନି। ଦାନ୍ତ ତ ମୋର ବି ବିନ୍ଧୁଛି ସେମିତି ବହୁତ ଆଜି ଉଖାଡି ଦେଇକି ପଳେଇ ଆସିଲୁ ତାଡି ଦେଇକି ପଳେଇ ଆସିଲୁ ଆଉ ଭଲ କଲ ମ୍ୟାଡାମ ଗଲା ଗଲା ହଉ 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 ଦେଖିଦେବି ହଁ ଆଜ୍ଞା ହଉ ତାହେଲେ ଠିକ ଅଛି